ଆପଣଙ୍କର ଯଦି ବୃଷ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ବୃଷ ରାଶିଙ୍କର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ଆସନ୍ତା ନଭେମ୍ବର ମାସରେ ଏକ ବିରାଟ ବଡ଼ ଚଳନ ହେବାକୁ ଯାଉଅଛି। କାରଣ ଆପଣଙ୍କର ଅଧିପତି ଶୁକ୍ର ଆପଣଙ୍କ ଗ୍ରହରେ ଏକ ବହୁତ ବଡ଼ ଚଳନ କରିବେ। ଫଳରେ ଆପଣଙ୍କର ଧନ ଜୀବନ ଏବଂ ପାରିବାରିକ କ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ ଦେଖାଯିବ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ସାଧାରଣତଃ ବୃଷ ରାଶିର ବ୍ୟକ୍ତିବିଶେଷମାନେ ବହୁତ ସରଳ ଏବଂ ସାହସୀ ହୋଇଥାନ୍ତି। ଫଳରେ ତାଙ୍କର ଜୀବନରେ ବହୁତ ମାତ୍ରାରେ ଶତ୍ରୁ ହୋଇଯାଇଥାନ୍ତି। କାରଣ ବୃଷ ରାଶି ଏମିତି ଏକ ବ୍ୟକ୍ତି ବିଶେଷ ଅଟନ୍ତି ଯାହା ନିଜ କର୍ମ ନିଜେ କରିବେ। କାହାର କୌଣସି କ୍ଷେତ୍ରରେ କିମ୍ବା କୌଣସି ବ୍ୟକ୍ତିଙ୍କର ପର୍ସନାଲ ଜିନିଷରେ ଆପଣ ମୁଣ୍ଡ ପୁରେଇବେ ନାହିଁ। କିନ୍ତୁ ଏବେ ଆପଣଙ୍କର ଶତ୍ରୁ ଯଥେଷ୍ଟ ମାତ୍ରାରେ ବଢ଼ିଯାଇଛନ୍ତି ଏବଂ ଆପଣଙ୍କ ଶତ୍ରୁଙ୍କୁ ଆପଣ ଯେତେ ମାତ୍ରାରେ ଦୂରେଇ ରହିବେ, ଆପଣ କୌଣସି ବ୍ୟକ୍ତିଙ୍କ ଉପରେ ଯଦି ଅତ୍ୟଧିକ ବିଶ୍ୱାସ କରୁଥିବେ ତେବେ ସେ ବିଶ୍ୱାସ କରୁଥିବା ବ୍ୟକ୍ତିଙ୍କ ଠାରୁ ମଧ୍ୟ ଦୂରେ ରହିବେ, ନଚେତ୍ ଆପଣ ଅନେକ ମାତ୍ରାରେ ଘାଟାରେ ପଡ଼ିପାରନ୍ତି। ଦେଖନ୍ତୁ, ଏବଂ ଆପଣଙ୍କର ଗୁରୁସ୍ଥାନରେ ପଞ୍ଚମ ଭାଗରେ ଦେବଗୁରୁ ବୃହସ୍ପତି ବିରାଜମାନ କରିଛନ୍ତି। ଫଳରେ ଆପଣଙ୍କ ଜୀବନଟି ହସ ଖୁସିମୟରେ ବିତିଯିବ। କାରଣ ଗୁରୁସ୍ଥାନରେ ଦେବଗୁରୁ ବୃହସ୍ପତି ଅଛନ୍ତି, ଯାହାଫଳରେ ଆପଣଙ୍କୁ ଧନ ପ୍ରାପ୍ତି ମଧ୍ୟ ହେବ। କୌଣସି ଜମି ମଧ୍ୟ କ୍ରୟ କରିପାରନ୍ତି। ଏବଂ ଆପଣଙ୍କର ଯଦି ଆମେ ଦେଖିବା ସ୍ୱାସ୍ଥ୍ୟ କ୍ଷେତ୍ରରେ, ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏହି ନଭେମ୍ବର ମାସରେ ସୂର୍ଯ୍ୟ ଆପଣଙ୍କର ନବମ ଭାଗରେ ଗୋଚର କରିଛନ୍ତି। ସୂର୍ଯ୍ୟ ହେଉଛନ୍ତି ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ରାଜନୀତିର ଦେବତା। ଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ କୌଣସି ସେତେ ଆଞ୍ଚ ଆସିବାକୁ ଦେବେ ନାହିଁ। କିନ୍ତୁ ଯଥେଷ୍ଟ ମାତ୍ରାରେ ଆପଣଙ୍କ ଉପରେ ଚର୍ମ ରୋଗ ଜନିତ କୌଣସି ରୋଗ ହୋଇପାରେ ଏବଂ ଶ୍ୱାସ ଜନିତ ରୋଗ ହୋଇପାରେ, ନଚେତ୍ ଅନ୍ୟଥା ରୋଗ ଆପଣଙ୍କ ଶରୀରରେ ଦେଖାଯିବ ନାହିଁ। ସୂର୍ଯ୍ୟ ଆପଣଙ୍କର ସ୍ୱାସ୍ଥ୍ୟ ଭାଗରେ ରହିଲେ ଏବଂ ଆପଣଙ୍କର ପାରିବାରିକ କ୍ଷେତ୍ର ଏବଂ ଆପଣଙ୍କର ବିବାହ କ୍ଷେତ୍ରରେ ଆପଣଙ୍କର ଦ୍ୱାଦଶ ଘରେ ରହିଲେ ବୁଧଙ୍କର ଦ୍ୱାଦଶ ଘରେ ରହିବାରୁ ଆପଣଙ୍କର ରାଶିରେ ଏହି ନଭେମ୍ବର ମାସରେ ବିବାହର ଯୋଗ ଅଛି। କୌଣସି ଆପଣଙ୍କ ଜୀବନରେ କୌଣସି ପ୍ରେମ ଜୀବନରେ ମଧ୍ୟ ବିବାହର ଯୋଗ ଅଛି। କିନ୍ତୁ ଆପଣଙ୍କର ପାରିବାରିକ କ୍ଷେତ୍ରରେ ବହୁତ ମାତ୍ରାରେ ବାଦ ବିବାଦ ସୃଷ୍ଟି ହୋଇପାରେ। ତେଣୁ ଆପଣ ଯଥେଷ୍ଟ ମାତ୍ରାରେ ସଚେତନ ଏବଂ ସାବଧାନ ରୁହନ୍ତୁ। ଆପଣଙ୍କର ପାରିବାରିକ କ୍ଷେତ୍ରରେ କିମ୍ବା ଆପଣଙ୍କର ଭାଇମାନଙ୍କ କ୍ଷେତ୍ରରେ, ଆପଣଙ୍କର ଭାଇଚାରା ମଧ୍ୟରେ, ଆପଣଙ୍କର କୌଣସି କ୍ଷେତ୍ରରେ ସାଙ୍ଗସାଥି ବନ୍ଧୁବାନ୍ଧବ ହେଉ, ଆପଣଙ୍କ ଭିତରେ କଳିକଜିଆ ସୃଷ୍ଟି ହୋଇପାରେ। ତେଣୁ ବେଶୀ ଆପଣଙ୍କର କୌଣସି ଆପଣଙ୍କର କ୍ଷତି ହେବା ପରି ଜିନିଷ ନାହିଁ। ଏହି ନଭେମ୍ବର ମାସରେ ଆପଣଙ୍କ ପାଇଁ ଆପଣଙ୍କର ଏହି ନଭେମ୍ବର ମାସରେ ଆୟ ହେଉଛି 14, ବ୍ୟୟ ହେଉଛି 10 ଏବଂ ଆପଣଙ୍କର ସ୍ଥିତି ହେଉଛି 4। ତେଣୁ ଆପଣଙ୍କର ଏହି ନଭେମ୍ବର ମାସରେ ଯଥେଷ୍ଟ ଭଲ ଭାବରେ ଜୀବନଟା କଟିବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନଟି ବହୁତ ଭଲ ଭାବରେ କଟିବ। ତେଣୁ ଆପଣଙ୍କର ଏହି ନଭେମ୍ବର ମାସରେ ଶୁଭ ରଙ୍ଗ ହଳଦିଆ, ଶୁଭ ସମୟ 9:30ରୁ 7:30 ପର୍ଯ୍ୟନ୍ତ ଏବଂ ଶୁଭ ଦିନ ହେଉଛି ବୁଧବାର। ତେଣୁ ଆପଣ ଯଦି ବୃଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଆଉ ଆପଣ ଯଦି ବୃଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି, ପ୍ରତ୍ୟେକ ସୋମବାର ଦିନ ଯାଇ ଶିବ ମନ୍ଦିରରେ ଜଳ ଅର୍ପଣ କରନ୍ତୁ ଏବଂ ବେଲପତ୍ର ମଧ୍ୟ ଚଢ଼ାନ୍ତୁ। ଫଳରେ ଆପଣଙ୍କର ଜୀବନଟି ଅତ୍ୟନ୍ତ ସରଳ ଏବଂ ସୁନ୍ଦର ହୋଇଯିବ। ରହୁଛି, ଧନ୍ୟବାଦ।